ପିଲାମାନେ ଆଜି ଆମେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ ପରୀକ୍ଷା 2024-25ରେ ଆସିଥିବା ଚତୁର୍ଥ ଶ୍ରେଣୀ ଗଣିତ ଲିଖିତ ପ୍ରଶ୍ନ ଆଲୋଚନା କରିବା। ସମୟ ହେଉଛି 2 ଘଣ୍ଟା। ପୂର୍ଣ୍ଣ ସଂଖ୍ୟା 80। 51 ପ୍ରଶ୍ନ, ବନ୍ଦନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। କ ପ୍ରଶ୍ନ ଦେଇଛି 7 କିମି 25 ମି ସମାନ ଡ୍ୟାସ୍ ମି। ଅପସନ୍ ଦେଇଛି 725, 7025, 7250, 7205। ଦେଖ ପିଲାମାନେ 7 କିମି ଦେଇଛି। ଆମେ ଜାଣିଛନ୍ତି 1 କିଲୋମିଟର କେତେ ମିଟର? 1 କିମି ସମାନ 1000 ମିଟର। 1 କିମି ସମାନ କେତେ? 1000 ମିଟର। 1 କିଲୋମିଟର ଯଦି 1000 ମିଟର ହେଲା, 7 କିଲୋମିଟର କେତେ ହେବ? 7000 ମିଟର। 7000 ମିଟର ଯୁକ୍ତ 25 ମିଟର। 7000 ମିଟର ଯୁକ୍ତ 25 ମିଟର ମିଶିଲେ କେତେ ହେବ? 7025 ମିଟର। ତେଣୁ ଆମ ଅପସନ୍ କେତେ ହେବ? ଅପସନ୍ ହେଉଛି 7025। 7 କିମି 25 ମି ହେଉଛି 7025 ମିଟର। ଖ ପ୍ରଶ୍ନ, 992 ସଂଖ୍ୟାଟି କେଉଁ ଆଧାର ସଂଖ୍ୟା ଅଟେ? 992 ସଂଖ୍ୟାଟି ହେଉଛି 1000 ଆଧାର ସଂଖ୍ୟା ଅଟେ। ଗ ପ୍ରଶ୍ନ, 4.2/5 ଓ 2.3/5କୁ ଯୋଗ କଲେ ଯୋଗଫଳ କେତେ ହେବ? ଦେଖ ପିଲାମାନେ, 4.2/5 ଏଠି କେତେ ପୂର୍ଣ୍ଣ ସଂଖ୍ୟା ଅଛି? ପୂର୍ଣ୍ଣ ସଂଖ୍ୟା ହେଉଛି 4, ଏଠି ପୂର୍ଣ୍ଣ ସଂଖ୍ୟା ହେଉଛି 2। 4 2 ମିଶିଲେ କେତେ? 4 ଯୁକ୍ତ 2 ମିଶିଲେ କେତେ ହେଲା? 6 ହେଲା। ଏବଂ ଏଠି ଦେଖ ପିଲାମାନେ, ଭଗ୍ନାଂଶ ଅଛି 2/5, ଏଠି ଅଛି 3/5। ଲବକୁ ଲବ ମିଶାଇଦେବା, କାରଣ ହର ସମାନ ଅଛି, ଲବ ମିଶିଯିବ। ଯୋଗ କଲେ କେତେ ହେଲା? 3 2 ମିଶିଲେ 5, 5/5, 5/5 ଅର୍ଥ କେତେ? 1। ତେଣୁ ସିଏ ଅଛି 6, ଇଏ ଅଛି 1, ମିଶିଲେ କେତେ ହେଲା? 6 1 7। ଉତ୍ତର କେତେ? 7। ଆଉ ମୋତେ ଏମିତି କରିପାରିବା, ଏହା ମିଶ୍ର ଭଗ୍ନାଂଶ ଅଛି, ଏହାକୁ ଆମେ ଅପୃତ କରିବା। 4.2/5 ଅପୃତ କଲେ କେତେ ହେବ? 5 20 ଯୁକ୍ତ 2 ମିଶିଲେ 22/5 କେତେ ହେଉଛି ପିଲାମାନେ? 22/5 ଯୁକ୍ତ 5 2 10 ଯୁକ୍ତ 3 ମିଶିଲା କେତେ ହେଲା? 13। 13/5 ଲସ ନେଇଯିବା, କେତେ ହେଲା? 5। ହର ସମାନ ଅଛି, ଲବକୁ ଆମେ ମିଶାଇଦେବା। 22 ଯୁକ୍ତ 13, 22 ଯୁକ୍ତ 13 ମିଶିଲେ କେତେ ହେଲା? 3 2 ମିଶିଲେ 5କୁ 5, 2 1 ମିଶିଲେ 3, 35/5। 5 ପୁଣିକରେ 35 ଅଛି କି? 5 7 35। ଉତ୍ତର କେତେ ହେଲା? 7। ଏମିତି ମଧ୍ୟ ଆମେ କରିପାରିବା। ତେଣୁ 4.2/5 ଓ 2.3/5କୁ ଯୋଗ କଲେ ଯୋଗଫଳ କେତେ ହେବ? 7 ହେବ। 2 ନମ୍ବର ପ୍ରଶ୍ନ, ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ ଏବଂ ଭୁଲ ଉକ୍ତି ପାଖରେ ଭୁଲ ଚିହ୍ନ ଦିଅ। କ ପ୍ରଶ୍ନ ଦେଇଛି 12ର କ୍ଷୁଦ୍ରତମ ଗୁଣନୀୟକଟି 12। ଏହା ଠିକ୍ ନା ଭୁଲ? ଏହା ହେଉଛି ଭୁଲ ଉତ୍ତର। କାରଣ ଜାଣିଛନ୍ତି ଯେକୌଣସି ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକ ହେଉଛି 1 ଏବଂ ବୃହତ୍ତମ ଗୁଣନୀୟକ ହେଉଛି ସେହି ସଂଖ୍ୟା ନିଜେ। ଯେହେତୁ 12 ଏକ ସଂଖ୍ୟା, 12ର କ୍ଷୁଦ୍ରତମ ଗୁଣନୀୟକ କେତେ ହେବା କଥା? 1 ହେବା କଥା ଏବଂ ବୃହତ୍ତମ ଗୁଣନୀୟକ ସେଇ 12। ତେଣୁ ଏ ପ୍ରଶ୍ନଟି ଭୁଲ ଅଛି। ଖ ପ୍ରଶ୍ନ, 2100 ମସିହାରେ ଫେବୃଆରୀ ମାସର ଦିନ ସଂଖ୍ୟା 29 ହେବ। ଏ ଠିକ୍ ନା ଭୁଲ? ଏହା ହେଉଛି ଭୁଲ ଉତ୍ତର। କେମିତି ଏଇଟା ଭୁଲ ଆମେ ଜାଣିବା? ଦେଖ ପିଲାମାନେ, 2100 ମସିହାଟା ଅଧିବର୍ଷ ନୁହେଁ। କେମିତି ଜାଣିବା? 2100କୁ ଆମେ 400 ହରିବା, କେତେ ହେବ ଭାଗଫଳ? 5 20 ଭାଗଫଳ 5 ହେବ ଏବଂ ଭାଗଶେଷ ବଳି ପଡ଼ିବ କେତେ ହେଲା? 100 ବଳି ପଡ଼ିବ। ଭାଗଶେଷ 100 ବଳି ପଡ଼ିବ। ତେଣୁ ଭାଗଶେଷ ଆମର ବଳି ପଡ଼ୁଛି, ତେଣୁ ଇଏ ଛିଣ୍ଡୁ ନାହିଁ। 400 ଛିଣ୍ଡୁଛି କି? ଛିଣ୍ଡୁ ନାହିଁ। ତେଣୁ ଏହା ଅଧିବର୍ଷ ନୁହେଁ। ଏଠି ଦେଇଛି କେତେ? ଅଧିବର୍ଷ। ଯେହେତୁ ଫେବୃଆରୀ ମାସ 29 ଦିନ, ତେଣୁ ଏଇଟା ଭୁଲ ଉତ୍ତର। ଗ ପ୍ରଶ୍ନ, 538 ହରଣ 42ରେ ଭାଗକ୍ରିୟାର ଧ୍ୱଜାଙ୍କ 2 ଅଟେ। ଦେଖ ପିଲାମାନେ, 538ରେ ଯଦି ଆମେ ଧ୍ୱଜାଙ୍କ ଲେଖିବା 42 ଭାଗ କରିବା, 42ର 4 ହେଉଛି ମୁଖ୍ୟାଙ୍କ, 2 ହେଉଛି ଧ୍ୱଜାଙ୍କ। ଏଠି କ'ଣ ଲେଖିଛି? ଭାଗକ୍ରିୟାର ଧ୍ୱଜାଙ୍କ 2 ଅଟେ। ଏ ଠିକ୍ ଉତ୍ତର। 3 ପ୍ରଶ୍ନ,
क स्तंभ सहित ख स्तंभ मिलन करवा। क स्तंभ देछि दुईटी मात्र गुणनीयक, दुईटी अधिक गुणनीयक एवं गोटे गुणनीयक। ख स्तंभ देछि स्वतंत्र संख्या, मौलिक संख्या, यौगिक संख्या। देख पिला माने दुईटी मात्र गुणनीयक थिबा संख्या को कोन कहंती? मौलिक संख्या कहंती। ये हଉଛି मौलिक संख्या। दुई रु अधिक गुणनीयक थिबा संख्या कौन अटे? यौगिक संख्या अटे। गोटे गुणनीयक थिबा संख्या किए? गोटे गुणनीयक थिबा संख्या हଉଛି स्वतंत्र संख्या। 4 प्रश्न अलग संख्या टू बाछि लेख। क प्रश्न देछि डेकामीटर, मिलीमीटर, सेंटीलिटर, डेसीलिटर। तरल पदार्थ माप दृष्टि कौटा अलग हम? देख पे कौन देछि? डेका लिटर देछि। एटी के देछि? मिलीमीटर देछि। एटी सेंटीलिटर एवं एटी देछि डेसीलिटर। ये सब लिटर लिटर अछि। एटी केते अछि? एटी केते अछि? मिलीमीटर अछि। तो ये होछि अलग। ख प्रश्न 414, 501, 372, 418 3 द्वारा विभाज्य दृष्टि। आम जानी पिला माने कौन संख्या 3 द्वारा विभाज्य ता सूत्र कौन? जो संख्यार अंक मान समष्टि जो 3 द्वारा विभाज्य हुए तेरे संख्या 3 द्वारा विभाज्य। ये जो संख्या लिखा है 414 और अंक मिसले के 4 + 1 + 4 मिसले के 9। ये संख्या 3 द्वारा विभाज्य। ये लिखा है 501 और अंक मिसले के 5 + 0 + 1 मिसले के 6। ये संख्या 3 द्वारा विभाज्य। 372 यार अंक को आम जोग करवा 3 + 7 मिसले के 10 + 2 मिसले 12। ये संख्या 3 द्वारा विभाज्य। ये संख्या देखा 418 अर्थ 4 + 1 + 8 8 × 9 9 4 13। ये संख्या 3 द्वारा विभाज्य नुहे। उत्तर केते हम? 418 3 द्वारा विभाज्य नुहे। ग प्रश्न 2012 मसीहा, 2104 मसीहा, 2022 मसीहा, 2024 मसीहा अधिवर्ष दृष्टि कौटा अलग? देख पे 2012 मसीहा अधिवर्ष कारण संख्या 4 द्वारा विभाज्य। 2104 मसीहा ये अधिवर्ष। 2024 मसीहा अधिवर्ष किंतु 2022 मसीहा अधिवर्ष नुहे। ये संख्या 4 द्वारा विभाज्य नुहे। 5 प्रश्न निम्नलिखित प्रश्न गुड़िक उत्तर दियो। क प्रश्न देछि 1 किग्रार अधार अधा जे केते ग्राम? जानते पिला माने 1 किलोग्राम बा 1 किग्रा होछि केते? 1000 ग्राम। 1 किग्रा होछि केते? 1000 ग्राम। 1000 ग्राम। प्रश्न कोन देछि 1 किग्रार अधार अधा अर्थ 1000 ग्राम अधा पुणी तार अधा। 1000 ग्राम अधा कले केते? 2 हर दबा केते हला? 500 ग्राम। 500 ग्राम पुणी अधा अर्थ 500 हरण 2 केते हला? 250 ग्राम। उत्तर केते हबो? 1 किग्रार अधार अधा हेउची 250 ग्राम। ख प्रश्न 24/3/4 पूर्ववर्ती संख्या केते? जानते पिला माने 24/3/4 ता अर्थ कौन करवा? 24 माने कौन? गुणन। 24 गुणन 3/4 के 4 4 के 4 4 × 24 केते हला? 6 3 केते? 18। आर मूल्य केते हला? 18 हला। 18 पूर्ववर्ती संख्या ता अर्थ कौन? 18 आम 1 वियोग कर दबा केते हला? 17 केते? 17। याको एमिति मध्य करि परिबा 24/3/4 ता अर्थ 24 रे आमे 4 हरि दबा केते भाग पड़ला? 6। 6 रे लब केते? 3 देछि 6 रे 3 गुणी दबा केते हला? 18। 18 रो पूर्ववर्ती संख्या ता अर्थ 18 रे 1 वियोग कर दबा केते हला? उत्तर हला 17। एमिति मध्य करि परिबा। 6 प्रश्न शून्यस्थान पूरण कर। क प्रश्न देछि मध्यरात्र 12टा बाजिबाकू 15 मिनिट बाकी समय को एम बा पीएम रे प्रकाश कले केते हबो? जदि मध्यरात्रि 12टा बाजिबाकू 15 मिनिट बाकी अछि ता अर्थ 11:45 राति 11:45 एम ना पीएम? यह होछि पीएम।
ଆମେ ଜାଣିଛନ୍ତି दिन 12ଟା ପରଠାରୁ ରାତି 12ଟା ପୂର୍ବ ସମୟକୁ PM କହନ୍ତି। ଏ ହେଉଛି କେତେ PM। ପ୍ରଶ୍ନ, ଗୋଟିଏ ଆୟତଘନର ଧାର ସଂଖ୍ୟା ଶୀର୍ଷ ସଂଖ୍ୟା ଠାରୁ କେତେ ଅଧିକ? ଆୟତଘନ ଧାର କେତୋଟି? ଆୟତଘନର ଧାର ହେଉଛି 12ଟି। ଶୀର୍ଷ କେତୋଟି? ଶୀର୍ଷ ହେଉଛି 8ଟି। କେତେ ଅଧିକ? 12ରୁ 8 ବିয়োଗ କରିଦେବା, କେତେ ହେଲା? 4ଟି। ତେଣୁ ଆୟତଘନର ଧାର ସଂଖ୍ୟା ଶୀର୍ଷ ସଂଖ୍ୟା ଠାରୁ 4 ଅଧିକ। ପ୍ରଶ୍ନ, 9ଟି 10 ଟଙ୍କିଆ ବଦଳରେ କେତୋଟି 5 ଟଙ୍କିଆ ମିଳିବ? 9ଟି 10 ଟଙ୍କିଆ ମାନେ କେତେ? 10 9 ଗୁଣି ଦେବା 90 ଟଙ୍କା। 10 ଗୁଣନ 9 କେତେ ହେଲା? 90। ତେଣୁ କେତୋଟି 5 ଟଙ୍କିଆ ହେଲେ 90 ଟଙ୍କା ହେବ? କ'ଣ କରିବା? 90ରୁ 5 ହରିଦେବା। 90 ହରଣ 5 ହେଲେ କେତେ ହେବ? 5 କେ 5, ଇଏ ହେଲା 4 0 40, 5 ଅଷ୍ଟା 40। କେତେ ଉତ୍ତର ବାହାରିଲା? 18ଟି। 9ଟି 10 ଟଙ୍କିଆ ବଦଳରେ 18ଟି 5 ଟଙ୍କିଆ ମିଳିବ। 7 ପ୍ରଶ୍ନ, ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ଥିଲେ ସଂଶୋଧନ କର। ପ୍ରଶ୍ନ ଦେଇଛି 2 ଘଣ୍ଟା 15 ମିନିଟ୍ ସମାନ 215 ମିନିଟ୍। 215 ମିନିଟ୍ ତଳେ ଗାର ଦିଆହେଇଛି। ଏହା ଠିକ୍ କି ଭୁଲ ଆମେ ଦେଖିବା। ଦେଖ ପିଲାମାନେ, 1 ଘଣ୍ଟା କେତେ ମିନିଟ୍? 1 ଘଣ୍ଟା ଆମେ ଜାଣିଛନ୍ତି 60 ମିନିଟ୍। କେତେ ମିନିଟ୍? 1 ଘ ସମାନ 60 ମିନିଟ୍। ଆମ ଦେଇଛି କେତେ? 2 ଘଣ୍ଟା। 2 ଘଣ୍ଟା ଯେ 60ରେ 2 ଗୁଣି ଦେବା, କେତେ ହେଲା? 120 ମିନିଟ୍। 120 ମିନିଟ୍ ଯୁକ୍ତ 15 ମିନିଟ୍ ଯୁକ୍ତ 15 ମିନିଟ୍ ମିଶିଲେ କେତେ ହେବ? 135 ମିନିଟ୍। ଉତ୍ତର କେତେ ହେବ? 135 ମିନିଟ୍। ଏଠି କେତେ ଦେଇଛି? 215 ମିନିଟ୍ ଦେଇଛି। ଭୁଲ। ଆଉ ଠିକ୍ କରି ଲେଖିବା 135 ମିନିଟ୍। ପ୍ରଶ୍ନ, 4 ଲି 73 ମିଲି ଯୁକ୍ତ 3 ଲି 80 ମିଲି ସମାନ 8 ଲି 53 ମିଲି। ଏହା ଠିକ୍ କି ଭୁଲ ଆମେ ଦେଖିବା। ଦେଖ ପିଲାମାନେ, 4 ଲି 73 ମିଲି, 4 ଲି 73 ମିଲି ମିଲିରେ 3 ଲି 80 ମିଲି ଆମେ ଯୋଗ କରିଦେବା। 80 ମିଲି ଯୋଗ କରିଦେବା, କେତେ ହେବ? 3 0 ଯୋଗ କଲେ 3, 7ରେ 8 ଯୋଗ କଲେ କେତେ? 15, 4ର 3 ଯୋଗ କଲେ 7, କେତେ ହେଲା? 7 ଲି 153 ମିଲି। କେତେ ହେଲା? 7 ଲି 153 ମିଲି। ଏଠି କେତେ ଦେଇଛି? 8 ଲି 53 ମିଲି। ଏହା ଭୁଲ ଉତ୍ତର। ତେଣୁ ଉତ୍ତର କେତେ ହେବ? 7 ଲି 153 ମିଲି। ପ୍ରଶ୍ନ, ଗୋଟିଏ ଆବଦ୍ଧ କ୍ଷେତ୍ରର ସୀମାରେଖା ଓ ତାର ଭିତର ଅଂଶର ପରିମାଣକୁ ପରିସୀମା କହନ୍ତି। ପରିସୀମା ତଳେ ଗାର ଦିଆହେଇଛି। ଠିକ୍ ଉତ୍ତରଟି କ'ଣ ହେବ? ଠିକ୍ ଉତ୍ତରଟି ହେଉଛି କ୍ଷେତ୍ରଫଳ କହନ୍ତି। ଗୋଟେ ଆବଦ୍ଧ କ୍ଷେତ୍ରର ସୀମାରେଖା ଏବଂ ତାହାର ଭିତର ଅଂଶର ପରିମାଣକୁ କ୍ଷେତ୍ରଫଳ କହନ୍ତି। କ'ଣ କହନ୍ତି? କ୍ଷେତ୍ରଫଳ। କ୍ଷେତ୍ରଫଳ କହନ୍ତି। 8 ନମ୍ବର ପ୍ରଶ୍ନ, ନିମ୍ନ ପ୍ରଶ୍ନ ଗୁଡ଼ିକ ଉତ୍ତର ଦିଅ। କ ପ୍ରଶ୍ନ ଦେଇଛି 1213 ହରଣ 87କୁ ନିଖିଳମ ସୂତ୍ର ସାହାଯ୍ୟରେ ହରଣ କରିବା। 8 ନମ୍ବର କ, 1213କୁ ଆମେ 87 ସାହାଯ୍ୟରେ ହରିବା। ନିଖିଳମ ସୂତ୍ର ଦ୍ୱାରା ଆମେ ଭାଗ କରିବା। ଏ ଆଧାର କେତେ ପିଲାମାନେ? ଆଧାର ହେଉଛି 100। ତ 87ରେ କେତେ ଯୋଗ କଲେ 100 ହେବ? 87ରେ 13 ଯୋଗ କଲେ 100 ହେବ। ବର୍ତ୍ତମାନ ଦେଖ ପିଲାମାନେ, ଇଏ ହେଉଛି 2 ଅଙ୍କ ବିଶିଷ୍ଟ ସଂଖ୍ୟା। 1213ର ଡାହାଣରୁ ବାମକୁ 2ଟି ଘର ଛାଡ଼ି ଆମେ ଗାର ଟାଣିବା। ଏବେ କ'ଣ କରିବା? ପ୍ରଥମେ 13କୁ 1 ସହିତ ଗୁଣିକି ଏଠି ଲେଖିବା। 13 କେ 13, ଏଇଠି ଲେଖିବା 2 ପାଖରେ ଲେଖିବା ଏଠି 1, ଏଠି ଲେଖିବା 3। ଏବେ କ'ଣ କରିବା? 2ରେ 1 ଯୋଗ କରି ତାକୁ 13 ସହିତ ଗୁଣିକି ଲେଖିବା। 2ରେ 1 ଯୋଗ କଲେ କେତେ ହେଲା? 3। 3କୁ 13ରେ ଗୁଣିବା। 13 3 କେତେ? 39। 3 ଏଠି 9। ଏବେ ଯୋଗ କରିଦେବା। 9ରେ 3 ଯୋଗ କଲେ କେତେ ହେବ? 12। 2 ରଖିଦେଲା ଏଠି 1। 3 3 6 7 1 ଏଠି 8। 2ରେ ମିଶିଲା ଏଠି 3, 1କୁ 1। ଭାଗଫଳ କେତେ? ଅର୍ଥାତ୍ ଭାଗଫଳ ହେଉଛି 13, ଭାଗଶେଷ 82।
ଭାଗଫଳ ହେଉଛି 13 ଭାଗଶେଷ 82। ଖ ପ୍ରଶ୍ନ 1012 ବର୍ଗକୁ ଯାବଧିକ ପ୍ରଣାଳୀରେ ନିର୍ଣ୍ଣୟ କର। ଖ 1012 ବର୍ଗକୁ ଯାବଧିକ ପ୍ରଣାଳୀରେ ନିର୍ଣ୍ଣୟ କରିବା, ବର୍ଗ ବାହାର କରିବା। ପ୍ରଥମେ ଦେଖ ପିଲାମାନେ 1012, ତେଣୁ 1000 କେତେ ଯୋଗ କଲେ 1012 ହେବ, 1000ରେ 12 ଯୋଗ କଲେ, ତେଣୁ ଆମେ ଏଠି 12 ଯୋଗ କରିବା, କେତେ ହେଲା 1024 ହେଲା। ବର୍ତ୍ତମାନ ଯେଉଁ 12 ଯୋଗ କରିଥିଲେ ସେ 12ର ବର୍ଗ ବାହାର କରିଦେବା। 12ର ବର୍ଗ କେତେ ହେଲା 144। ଏବେ କ'ଣ କରିବା 1012ର ବର୍ଗକୁ ଆମେ ଲେଖିବା, କେତେ ଅଛି 1024 ଅଛି, ଲେଖିବା ଏଠି 1024, ଏଠି ଲେଖିବା 144। କେତେ ହେଲା ଏବେ ସମାନ 10241444। 1012 ବର୍ଗ ହେଉଛି 10,24,144। ଗ ପ୍ରଶ୍ନ 1525 ହରଣ 63କୁ ଧ୍ୱଜାଙ୍କ ସାହାଯ୍ୟରେ ହରଣ କରିବା। ଦେଖ ପିଲାମାନେ 1525କୁ ଆମେ 63 ଦ୍ୱାରା ଧ୍ୱଜାଙ୍କ ସାହାଯ୍ୟରେ ଆମେ ହରଣ କରିବା। 63 ମାନେ 6 ହେଉଛି ମୁଖ୍ୟାଙ୍କ, 3 ହେଉଛି ଧ୍ୱଜାଙ୍କ। ଏଠି କ'ଣ କରିବା ଡାହାଣରୁ ବାମକୁ ଗୋଟିଏ ଘର ଛାଡ଼ି ଆମେ ଗାର ଟାଣିବା, କାରଣ ଆମର ଧ୍ୱଜାଙ୍କ ହେଉଛି ଏକ ଅଙ୍କ ବିଶିଷ୍ଟ ସଂଖ୍ୟା, ତେଣୁ ଡାହାଣରୁ ବାମକୁ ଗୋଟିଏ ଘର ଛାଡ଼ି ଆମେ ଗାର ଟାଣିବା। ଦେଖ ପିଲାମାନେ ବର୍ତ୍ତମାନ କ'ଣ କରିବା 15କୁ ଆମେ 6ରେ ଆମେ ହରିବା। 6 ପଣିକାରେ 6 ଦୁନେ 12, 6 3 18, 6 ଦୁନେ 12, ଭାଗଫଳ 2, ଭାଗଶେଷ 3। ତେଣୁ 15କୁ 6ରେ ହରିଲେ କେତେ ହେବ ଭାଗଫଳ 2 ବାହାରିବ, ଭାଗଶେଷ 3 ବାହାରିବ। ଏଠି କ'ଣ କରିବା ଏଠି ଭାଗଫଳ ଏଠି ଲେଖିବା 2, ଭାଗଶେଷ ଏଠି ଲେଖିବା 3। ଏ ସଂଖ୍ୟାଟି କେତେ ହେଲା 3 2 ହେଲା 32, 32 ଫେଡ଼ାଣ ଏଇ 3କୁ 2 ସହିତ ଗୁଣିକି ଲେଖିବା, 3 ଗୁଣନ 2। 32ରେ ଆମେ 6 ବିୟୋଗ କରିବା, କେତେ ହେବ 12 6 ଗଲେ 6କୁ 6, 2 କୁ 2 26। ବର୍ତ୍ତମାନ 26କୁ ଆମେ ପୁଣି 6ରେ ଆମେ ଭାଗ କରିବା, 26କୁ 6ରେ ଭାଗ କରିବା। 26କୁ 6ରେ ଭାଗ କରିବା, କେତେ ହେବ 6 ପୁଣି 6 4 24, 2 ବଳି ପଡ଼ିଲା। ଆମେ କ'ଣ ଲେଖିବା ଏଠି ଭାଗଫଳ 4 ଲେଖିବା, ଭାଗଶେଷ ଏଠି 2 ଲେଖିବା। ସଂଖ୍ୟାଟି କେତେ ହେଲା 25, 25 ଫେଡ଼ାଣ 3କୁ 4ରେ ଗୁଣିକି ଲେଖିବା, 3 ଗୁଣନ 4। 25ରୁ 12କୁ ବିୟୋଗ କରିଦେବା, ତେଣୁ 5ରୁ 2 ଗଲେ କେତେ ହେବ 3, 2ରେ 1 ଗଲେ 1, ଭାଗଶେଷ କେତେ ବାହାରିଲା 13 ବାହାରିଲା। ଅତଏବ ଭାଗଫଳ 24, ଭାଗଶେଷ 13। ଭାଗଫଳ 24 ଓ ଭାଗଶେଷ 13। ଘ ପ୍ରଶ୍ନ 115ର ବର୍ଗକୁ ଏକାଧିକାନ ପ୍ରଣାଳୀରେ ନିର୍ଣ୍ଣୟ କର। ଘ 115 ବର୍ଗକୁ ଆମେ ଏକାଧିକାନ ପ୍ରଣାଳୀରେ ବାହାର କରିବା। 115 ଦେଖ ପିଲାମାନେ ଏଇଭଳି କରିବା 11 ଗୁଣନ 11 ପରବର୍ତ୍ତୀ ସଂଖ୍ୟା ଲେଖିବା କେତେ 12, ଡବଲି କରିବା 5 ଗୁଣନ 5, 5 ଗୁଣନ 5। 11 12 ଗୁଣିଲେ କେତେ ହେବ 132, 5 5 ଗୁଣିଲେ 25, କେତେ ହେଲା 13,225। 115 ବର୍ଗ ହେଉଛି 13,225। 9 ପ୍ରଶ୍ନ ଏକ ପଦରେ ପ୍ରକାଶ କର। କ ପ୍ରଶ୍ନ ଦେଇଛି ଯେଉଁ ଘନବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଏବଂ ଉଚ୍ଚତାର ପରିମାଣ ସମାନ ତାକୁ କ'ଣ କହନ୍ତି, ତାହାକୁ ସମଘନ କହନ୍ତି।
समघन। जो घन वस्तुर दैर्घ्य प्रस्थ और उच्चता समान ता हेउची समघन। ख प्रश्न जो मापरे निकिति और बटकार व्यवहार करा जाए तो कौन कहते ओजन माप। कौन कहते ओजन माप। ओजन मापरे निकिति और बटकार व्यवहार करा जाए। दशम प्रश्न जेकोसी 5टी प्रश्न उत्तर दियो। क प्रश्न देती हरीर ओजन 41 किग्रा 700 ग्राम, रामर ओजन ताठार 5 किग्रा 500 ग्राम अधिक, तेबे दुई जनकर मोट ओजन केते। देख पे प्रश्न देती हरीर ओजन होची 41 किग्रा 700 ग्राम, रामर ओजन ताठार 5 किग्रा 500 ग्राम अधिक, तेबे रामर ओजन केते। कौन करवा 41 किग्रा 700 ग्राम रे 5 किग्रा 500 ग्राम जोग करदेवा। जहाँ जोगफल बाहर ता हूँ रामर ओजन। दुई जनकर ओजन कौन करवा रामर ओजन हरिर ओजन जोग करदेवा। उत्तर हरीर ओजन 41 किग्रा 700 ग्राम, रामर ओजन हरीर ओजन ठारू 5 किग्रा 500 ग्राम अधिक, तेबे रामर ओजन कौन करवा 41 किग्रा 700 ग्राम युक्त 5 किग्रा 500 ग्राम जोग करदेवा। 0 0 जोग कले 0, 0 0 जोग कले 0, 7 रे 5 जोग कले केते 12, 2 रखिदेला ये 1, 5 1 6 से 1 मिसला केते 7, 4 की 4 केते हला 47 किग्रा 200 ग्राम। ये हूँ कार ओजन रामर ओजन। दुहींकर मोट ओजन कौन करवा 41 किग्रा 700 ग्राम रे 47 किग्रा 200 ग्राम जोग करदेवा। 0 0 जोग कले 0, 0 0 जोग कले 0, 7 रे 2 जोग कले केते हला 9, 7 1 मिसला केते 8, 4 4 मिसला 8 केते हला 88 किग्रा 900 ग्राम। अतएव तेबे दुहींकर मोट ओजन हेउची 88 किग्रा 900 ग्राम। ख प्रश्न गोटे टीणरू गीता 3 ली 250 मिली, मिता 2 ली 400 मिली किरोसिन नेले, टीणरे बड़का 3 ली 100 मिली किरोसिन रहिला, तेबे सही टीणरे केते किरोसिन थिला। तो पे मैंने टीणरे गीता केते किरोसिन नेला 3 ली 250 मिली, मिता नहीं गला 2 ली 400 मिली नेला परे टीणरे 3 ली 100 मिली किरोसिन रहिला, तेबे टीणरे प्रथमे केते किरोसिन थिला। कौन करवा सब जोग करदेवा 3 ली 250 मिली युक्त 2 ली 400 मिली युक्त 3 ली 100 मिली। 10 ख उत्तर गोटे टीणरू गीता किरोसिन नेला समान 3 ली 250 मिली, मिता किरोसिन नेला समान 2 ली 400 मिली, ते दुहे मिसी मोट किरोसिन नेले कौन करवा 3 ली 250 मिली रे 2 ली 400 मिली को जोग करदेवा। 0 रे 0 जोग कले केते 0, 5 रे 0 जोग कले 5, 2 रे 4 जोग कले केते हबो 6, 3 रे 2 जोग कले 5 केते हला 5 ली 650 मिली, टीणरे बड़का 3 ली 100 मिली किरोसिन रहिला, तेबे टीणरे किरोसिन थिला। कौन करवा 5 ली 650 मिली रे 3 ली 100 मिली की जोग करदेवा केते हला 0 रे 0 जोग कले 0, 5 रे 0 जोग कले केते 5, 6 रे 1 जोग कले 7, 5 रे 3 जोग कले 8 केते हला 8 ली 750 मिली, अतएव टीणरे 8 ली 750 मिली किरोसिन थिला। ग प्रश्न गोटे पेनसिल बाक्सर दाम 35 टंका 50 पैसा, ज्यामिति बाक्सर दाम ता अपेक्षा 18 टंका 80 पैसा अधिक, तेबे दुईटर दाम मिसी केते। देख पे मैंने पेनसिल दाम केते 35 टंका 50 पैसा, ज्यामिति बाक्सर दाम ता अपेक्षा 18 टंका 80 पैसा अधिक, तेबे ज्यामिति बाक्सर दाम केते। कौन करवा 35 टंका 50 पैसा रे 18 टंका 80 पैसा जोग करदेवा। जी है हूँ ज्यामिति बाक्सर दाम, दुईटर दाम मिसी केते एबे कौन करवा पेनसिल दाम एवं ज्यामिति बाक्सर दाम को जोग करदेवा। गोटे पेनसिल बाक्सर दाम 35 टंका 50 पैसा, गोटे ज्यामिति बाक्सर दाम ता अपेक्षा 18 टंका 80 पैसा अधिक, तेबे ज्यामिति बाक्सर दाम कौन करवा
35 ଟଙ୍କା 50 ପଇସାରେ 18 ଟଙ୍କା 80 ପଇସା ଯୋଗ କରିଦେବା। କେତେ ହେଲା 0 ରୁ 0 ଯୋଗ କଲେ 0, 8 ରେ 5 ଯୋଗ କଲେ କେତେ 13, 3 ରଖିଦେଲା ଏଠି 1, 8 5 13 1 14, 4 ରଖିଦେଲା ଏଠି 1, 3 1 4 1 5 କେତେ ହେଲା 54 ଟଙ୍କା 30 ପଇସା। ତେବେ ପେନସିଲ ଓ ଜ୍ୟାମିତି ବାକ୍ସର ଦାମ ମିଶି କ'ଣ କରିବା 35 ଟଙ୍କା 50 ପଇସାରେ 54 ଟଙ୍କା 30 ପଇସା ଯୋଗ କରିଦେବା। 0 ରୁ 0 ଯୋଗ କଲେ 0, 5 ରେ 3 ଯୋଗ କଲେ 8, 5 ରେ 4 ଯୋଗ କଲେ କେତେ 9, 5 ରେ 3 ଯୋଗ କଲେ 8 କେତେ ହେଲା 89 ଟଙ୍କା 80 ପଇସା। ଅତଏବ ପେନସିଲ ବାକ୍ସ ଓ ଜ୍ୟାମିତି ବାକ୍ସର ଦାମ ମିଶି 89 ଟଙ୍କା 80 ପଇସା ହେବ। ଘ ପ୍ରଶ୍ନ ମାର୍ଚ୍ଚ ମାସରେ ଏକ କ୍ୟାଲେଣ୍ଡର ତିଆରି କର ଯାହାର ପ୍ରଥମ ବୁଧବାର 2 ତାରିଖ ଥିବ। ଦେଖ ପିଲାମାନେ ମାର୍ଚ୍ଚ ମାସର କ୍ୟାଲେଣ୍ଡର ତିଆରି କରିବା ଯାହାର ପ୍ରଥମ ବୁଧବାର 2 ତାରିଖ ରହିବ। ପ୍ରଶ୍ନ ଅନୁସାରେ ପ୍ରଥମ ବୁଧବାର କେତେ ରହିବ 2 ତାରିଖ। ପ୍ରଥମେ ଲେଖିବା ରବିବାର, ସପ୍ତାହ ପ୍ରଥମ ବାର ରବିବାର ଲେଖିବା। ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର। ପ୍ରଶ୍ନ ଅନୁସାରେ ପ୍ରଥମ ବୁଧବାର 2 ତାରିଖ ରହିବ। ଲେଖିବା କେତେ 2 ତାରିଖ। ବୁଧବାର ଯେ 2 ତାରିଖ ରହିବ ମଙ୍ଗଳବାର କେତେ ରହିବ 1 ତାରିଖ। ଦେଖ ପିଲାମାନେ ମାର୍ଚ୍ଚ ମାସ କ୍ୟାଲେଣ୍ଡର, ମାର୍ଚ୍ଚ ମାସ କେତେ ଦିନିଆ ମାର୍ଚ୍ଚ ମାସ ହେଉଛି 31 ଦିନିଆ। 31 ଦିନ ପର୍ଯ୍ୟନ୍ତ ଲେଖିବା। ଗୁରୁବାର ହେଲା 3 ତାରିଖ, ଶୁକ୍ରବାର 4, ଶନିବାର 5 ତାରିଖ, ରବିବାର 6, 7, 8, 9, 10, 11, 12, 13, 14, 15, 16, 17, 18, 19, 20, 21, 22, 23, 24, 25, 26, 27, 28, 29 ତାରିଖ, 30 ତାରିଖ, 31 ତାରିଖ। ଏଠି କ'ଣ କରିବା ଷ୍ଟାର ଚିହ୍ନ ଦେଇଦେବା। ଏବେ ଆମର ମାର୍ଚ୍ଚ ମାସର କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଗଲା। 1 ପ୍ରଶ୍ନ ଦିନେ ବିଦ୍ୟାଳୟରେ 3 ଘଣ୍ଟା 45 ମିନିଟ୍ ପାଠ ପଢ଼ା ହେଲା, 1 ଘଣ୍ଟା 15 ମିନିଟ୍ ଖେଳ ହେଲା ଓ 45 ମିନିଟ୍ ବଗିଚା କାମ ହେଲା। ତ ବିଦ୍ୟାଳୟରେ ସେଦିନ କେତେ ସମୟ କାମ ହେଲା। 1 ଉତ୍ତର ଦିନେ ବିଦ୍ୟାଳୟରେ ପାଠ ପଢ଼ା ହେଲା ସମାନ 3 ଘଣ୍ଟା 45 ମିନିଟ୍, ଖେଳ ହେଲା 1 ଘଣ୍ଟା 15 ମିନିଟ୍, ବଗିଚା କାମ ହେଲା 45 ମିନିଟ୍। ତେବେ ବିଦ୍ୟାଳୟରେ ମୋଟ କାମ ହେଲା କ'ଣ କରିବା ଯୋଗ କରିଦେବା। ତେବେ ପିଲାମାନେ 5 5 ଯୋଗ କଲେ 10, 5 ମିଶିଲେ 15, 5 ରଖିଦେଲା 1, 4 4 8, 9 1 10, 105 ମିନିଟ୍। ଟିକେ ତ ହେଉଛି 3 1 4, 4 ଘଣ୍ଟା 105 ମିନିଟ୍। 4 ଘଣ୍ଟା ଯୁକ୍ତ 105 ମିନିଟ୍ ଭାଙ୍ଗିବା 60 ମିନିଟ୍ ଯୁକ୍ତ 45 ମିନିଟ୍। 60 ମିନିଟ୍ ଯେ ପରମୂର୍ତ୍ତରେ କେତେ 1 ଘଣ୍ଟା ହେଲା ଏବଂ 45 ମିନିଟ୍ ରହିଲା। 4 ଘଣ୍ଟା 1 ଘଣ୍ଟା ମିଶିଲେ କେତେ ହେଲା 5 ଘଣ୍ଟା ଯୁକ୍ତ 45 ମିନିଟ୍ ସମାନ 5 ଘଣ୍ଟା 45 ମିନିଟ୍। ଅତଏବ ବିଦ୍ୟାଳୟରେ ସେଦିନ 5 ଘଣ୍ଟା 45 ମିନିଟ୍ କାମ ହେଲା। ପ୍ରଶ୍ନ ଗୋଟିଏ ଥାନରେ 40 ମିଟର କପଡ଼ା ଥିଲା, ସେଥିରୁ ଗୀତା ଫ୍ରକ୍ ତିଆରି ପାଇଁ 3 ମି 75 ସେମି ଓ ରୀତା ଫ୍ରକ୍ ତିଆରି ପାଇଁ 4 ମି 50 ସେମି କପଡ଼ା ନେଲେ, ତେବେ ଥାନରେ ଆଉ କେତେ କପଡ଼ା ରହିଲା। ଦେଖ ପିଲାମାନେ ପ୍ରଶ୍ନ ଦେଇଛି ଥାନରେ କେତେ କପଡ଼ା ଥିଲା 40 ମିଟର କପଡ଼ା ଥିଲା, ସେଥିରୁ ଗୀତା ନେଇଗଲା 3 ମିଟର 75 ସେମି, ରୀତା ନେଇଗଲା 4 ମି 50 ସେମି। ତେବେ ଦୁହେଁ ମୋଟ ମିଶି କେତେ କପଡ଼ା ନେଲେ କ'ଣ କରିବା 3 ମି 75 ସେମିରେ 4 ମି 50 ସେମି ଯୋଗ କରିଦେବା। ଆଉ ଅବଶିଷ୍ଟ ଥାନରେ କପଡ଼ା ରହିଲା କ'ଣ କରିବା ମୋଟରୁ এই ଯୋଗଫଳକୁ ଆମେ ବିୟୋଗ କରିଦେବା। ଉତ୍ତର ଗୋଟିଏ ଥାନରେ କପଡ଼ା ଥିଲା ସମାନ 40 ମିଟର, ସେଥିରୁ ଗୀତା ଫ୍ରକ୍ ତିଆରି ପାଇଁ କପଡ଼ା ନେଲା ସମାନ 3 ମିଟର 75 ସେମି ଏବଂ ରୀତା ଫ୍ରକ୍ ତିଆରି ପାଇଁ କପଡ଼ା ନେଲା ସମାନ 4 ମି 50 ସେମି। ତେବେ ଦୁହେଁ ଫ୍ରକ୍ ତିଆରି ପାଇଁ ମୋଟ କପଡ଼ା ନେଲେ କ'ଣ କରିବା 3 ମି 75 ସେମିରେ 4 ମି 50 ସେମି ଯୋଗ କରିଦେବା। କେତେ ହେଲା
ପାଞ୍ଚରେ ଶୂନ ଯୋଗ କଲେ କେତେ 5, 7ରେ 5 ଯୋଗ କଲେ 12, 2ରେ 3 ଦେଲା 1, 4 3 7 1 8, 8 ମିଟର 25 ସେମି। ତେବେ ଥାନରେ ଆଉ କପଡ଼ା ରହିଲା, କ'ଣ କରିବା? 40 ମିଟରରୁ 8 ମିଟର 25 ସେମି ବିୟୋଗ କରିଦେବା। 40 ମିଟର ଯେ 40 ମି 0 0 ସେମି, ଫେଡ଼ାଣ 8 ମିଟର 25 ସେମି। 0ରେ 5 ଫେଡ଼ି ହେବ ନା, ଏକ ଧାନ ହେଲେ ଏଠୁ କେତେ 10, 10ରୁ 5 ଗଲେ 5, ଏଠି କେତେ ଅଛି 9, 9ରୁ 2 ଗଲେ 7, ଏଠି କେତେ ଅଛି, ଏଠି ଏକ ଧାନ ଯାଇଥିଲା 9, 9ରୁ 8 ଗଲେ 1, ଏଠି 3 କି 3 କେତେ ହେଲା 31 ମି 75 ସେମି। ଅତଏବ ଥାନରେ ଆଉ 31 ମି 75 ସେମି କପଡ଼ା ରହିଲା। 6 ପ୍ରଶ୍ନ, ଗୋଟିଏ ଦୋକାନୀ ଏକ ସପ୍ତାହରେ ବିକ୍ରି କରିଥିବା କ୍ଷୀର ପ୍ୟାକେଟ୍ ସମ୍ବନ୍ଧୀୟ ତଥ୍ୟ ସାରଣୀରେ ଦିଆଯାଇଛି। ସାରଣୀରେ ଥିବା ତଥ୍ୟକୁ ଚିତ୍ରଲେଖରେ ପ୍ରକାଶ କର। ଯେପରି 3ଟି କ୍ଷୀର ପ୍ୟାକେଟ୍ ପାଇଁ ଗୋଟିଏ ଚିତ୍ର ନେବା। ଦେଇଛି ବାରର ନାମ, କ୍ଷୀର ପ୍ୟାକେଟ୍ ସଂଖ୍ୟା, ସୋମବାର ଦେଇଛି 18ଟି କ୍ଷୀର ପ୍ୟାକେଟ୍, ମଙ୍ଗଳବାର ଅଛି 6ଟି, ବୁଧବାର 12ଟି, ଗୁରୁବାର 24ଟି, ଶୁକ୍ରବାର ଦିନ 12ଟି, ଶନିବାର ଦିନ 18ଟି ଏବଂ ରବିବାର ଦିନ 30ଟି କ୍ଷୀର ପ୍ୟାକେଟ୍ ଅଛି। ଏହାକୁ ଆମେ ଚିତ୍ରଲେଖରେ ପ୍ରକାଶ କରିବା। ଦେଖ ପିଲାମାନେ, ଏଠାରେ ଆମେ ଚିତ୍ରଲେଖ ପ୍ରକାଶ କରିଛନ୍ତି। 3ଟି କ୍ଷୀର ପ୍ୟାକେଟ୍ ପାଇଁ ଗୋଟିଏ ଚିତ୍ର ନିଆଯାଇଛି। ଯେପରି ସୋମବାର ଦିନ ଆମର କ୍ଷୀର ପ୍ୟାକେଟ୍ ସଂଖ୍ୟା କେତୋଟି 18ଟି, ସେଥିଲାଗି 18 ହରଣ 3 କେତେ ହେବ 6, ତେଣୁ 6ଟି ଚିତ୍ର ନିଆଯାଇଛି। ମଙ୍ଗଳବାର ଦିନ ଆମ 6ଟି କ୍ଷୀର ପ୍ୟାକେଟ୍ ଅଛି, ତେଣୁ 6ରେ 3 ହେଲେ କେତେ ହେବ 3 ଦୁନେ 6, ତେଣୁ 2ଟି ଚିତ୍ର ନିଆଯାଇଛି। ସେହିପରି ବୁଧବାର ଦିନ 4ଟି ଚିତ୍ର ନିଆଯାଇଛି। ଗୁରୁବାର ଦିନ 8ଟି ଚିତ୍ର ନିଆଯାଇଛି। ଶୁକ୍ରବାର ଦିନ 4ଟି ଚିତ୍ର ନିଆଯାଇଛି। ଶନିବାର ଦିନ 6ଟି ଚିତ୍ର ନିଆଯାଇଛି ଏବଂ ରବିବାର ଦିନ 10ଟି ଚିତ୍ର ନିଆଯାଇଛି। 11 ପ୍ରଶ୍ନ, କ ପ୍ରଶ୍ନ ଦେଇଛି ଗୋଟିଏ ସମଘନର ଚିତ୍ର ଅଙ୍କନ କରି ଏହା ଶୀର୍ଷ, ଧାର ଏବଂ ପାର୍ଶ୍ୱ ଚିହ୍ନଟ କର। ଦେଖ ପିଲାମାନେ, ଆମେ ଏକ ସମଘନ ଚିତ୍ର ଅଙ୍କନ କରିବା। ଏକ ସମଘନ ଚିତ୍ର ଆମେ ଅଙ୍କନ କରୁଛନ୍ତି। ଇଏ ହେଉଛି ଏହାର ଶୀର୍ଷ, ସମଘନ ଶୀର୍ଷ ଏବଂ ସମଘନ ଧାର। ଇଏ ହେଉଛି ସମଘନ ଧାର ଏବଂ ଇଏ ହେଉଛି ସମଘନର ପାର୍ଶ୍ୱ ବା ତଳ। ତେବେ ଆମେ ଜାଣିଲେ ପିଲାମାନେ, ସମଘନର 8ଟି ଶୀର୍ଷ, 6ଟି ପାର୍ଶ୍ୱ ଏବଂ 12ଟି ଧାର ଅଛି। ସମଘନର 8ଟି ଶୀର୍ଷ, 6ଟି ତଳ ଏବଂ 12ଟି ଧାର ଅଛି। ପିଲାମାନେ, ଇଏ ହେଉଛି ଶୀର୍ଷ 1, 2, 3, 4, 5, 6, 7, 8। 6ଟି ତଳ, ଇଏ ହେଉଛି ଗୋଟିଏ ତଳ 1, ଏଇ ଲାଇନ୍ଟା ଇଏ ହେଉଛି ଗୋଟିଏ ତଳ, 2ଟି ତଳ, 3ଟି ତଳ, 4ଟି ତଳ, 5ଟି ତଳ ଏବଂ 6ଟି ତଳ। ଆଉ ଦେଇଛି 12ଟି ଧାର, ଇଏ ହେଉଛି 1, 2, 3, 4, 5, 6, 7, 8, 9, 10, 11, 12, 12ଟି ଧାର ଅଛି। ଖ ପ୍ରଶ୍ନ, ଗୋଟିଏ କୋଣ ଚିତ୍ର ଅଙ୍କନ କରି ତାର ଶୀର୍ଷ, ପାର୍ଶ୍ୱ ଏବଂ ଧାର ଚିହ୍ନଟ କର। ଦେଖ ପିଲାମାନେ, ଇଏ ହେଉଛି ଏକ କୋଣ ଚିତ୍ର। ଇଏ ହେଉଛି ତା ଶୀର୍ଷ, କୋଣ ଶୀର୍ଷ, ଇଏ ହେଉଛି ପାର୍ଶ୍ୱ।
ଇଏ ହେଉଛି ତା'ର ଧାର, ଇଏ ହେଉଛି ସମତଳ ପାର୍ଶ୍ୱ, ଇଏ ହେଉଛି ବକ୍ରତଳ ପାର୍ଶ୍ୱ।